ତେବେ ଆଜି ରାଜ୍ୟରେ କ'ଣ ରହିଛି ପାଣିପାଗ ଅପଡେଟ୍, କେଉଁ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ, କେଉଁ ସବୁ ଜିଲ୍ଲାରେ ବଜ୍ରପାତ ହେବା ସହିତ ଝଡ଼ ପବନ ହେବ, ତେବେ ଚାଲନ୍ତୁ ଜାଣିବା ସେସବୁ ଅପଡେଟ୍। ତେବେ ଆଜି ରାତ୍ର ସୁଦ୍ଧା 24 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର। ତେବେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା 24 ଜିଲ୍ଲା ମଧ୍ୟରୁ 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ସେହିସବୁ ଜିଲ୍ଲାମାନଙ୍କରେ 7ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ମାରିବା ସହିତ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଅଛି। ତେବେ ବାକି 18 ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଅଛି। 6ଟି ଜିଲ୍ଲାକୁ ଗ୍ରୀନ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବାକୁ ଥିବାବେଳେ 20ରୁ 30 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଅଛି। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ମାରିବ ଆଉ ପବନ ବହିବ। ତେବେ ସେସବୁର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆପଣମାନେ ଆମ ଚ୍ୟାନେଲର ପାଣିପାଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସବୁଦିନ ପାଇପାରିବେ। ମୌସୁମୀ ଟ୍ରପ୍ ଏବେ ହାରାହାରି ସମୁଦ୍ର ପତ୍ତନ ଦେଇ ଦକ୍ଷିଣ ପୂର୍ବ ଦିଗରେ ବଙ୍ଗୋପସାଗର ପର୍ଯ୍ୟନ୍ତ ଗତି କରୁଅଛି। ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଏହି ଟ୍ରପ୍ ଏବେ ଉତ୍ତର ହରିୟାଣାରୁ ଦକ୍ଷିଣ ଉତ୍ତରପ୍ରଦେଶ ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳ ଝାଡ଼ଖଣ୍ଡ ଗାଙ୍ଗେୟ ପଶ୍ଚିମବଙ୍ଗରେ ସମୁଦ୍ର ପତ୍ତନଠାରୁ 0.9 କିଲୋମିଟର ଉଚ୍ଚତାରେ ଚଳାଚଳ କରୁଅଛି, ଯାହାଫଳରେ ରାଜ୍ୟରେ 13ରୁ 15 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ତେବେ ରାଜ୍ୟରେ ଜୁନ୍ 1ରୁ ଆଜି ପର୍ଯ୍ୟନ୍ତ 416.7 ମିଲିମିଟର ବର୍ଷା ହୋଇଛି, ଯାହାକି ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ତେବେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା 24 ଜିଲ୍ଲା ମଧ୍ୟରୁ 6 ଜିଲ୍ଲା ଯେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର। ତେବେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବାକି 18 ଜିଲ୍ଲା ଯେଉଁଠି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି। ଗ୍ରୀନ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି।